ଦେଖନ୍ତୁ ଦାଦାଙ୍କର ଆବର୍ତ୍ତମାନରେ ଏ ସମସ୍ତ କଟକବାସୀ ନୁହନ୍ତି ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଆଉ ବିଶେଷ କରି ଆମେ ଯେଉଁମାନେ ବ୍ୟକ୍ତିଗତ ଭାବରେ ତାଙ୍କ ସହିତ ପିଲାଦିନରୁ ସମ୍ପର୍କ ଥିଲା ଇଏ ନିଶ୍ଚିତ ରୂପେ ଆମ ପାଇଁ ଏକ ଦୁଃଖଦ ସମୟ ଦୁଃଖଦ ମୁହୂର୍ତ୍ତ। ନିଶ୍ଚିତ ରୂପେ ତାଙ୍କର ଯେଉଁ ସ୍ମୃତି ତାଙ୍କର ଯେଉଁ କାମ କରିବାର ଯେଉଁ ତରିକା ଆଉ ଯେଉଁଭଳି ଭାବରେ ସାମଗ୍ରିକ ଭାବରେ ଯଦି ଦେଖିବା ଏକ ସଂଘର୍ଷପୂର୍ଣ୍ଣ ଜୀବନରୁ ଛାତ୍ର ଜୀବନରୁ ସଂଘର୍ଷ ଭିତରେ ସେ ରାଷ୍ଟ୍ରବାଦୀ ବିଚାରକୁ କଟକ ସହର ହେଉ ସମଗ୍ର ଓଡ଼ିଶାରେ ହେଉ ତାକୁ ପ୍ରତିଷ୍ଠା କରିବା ପାଇଁ ଯେଉଁ ଅହରହ ପରିଶ୍ରମ କରିଥିଲେ ଇଏ ଆମ ସମସ୍ତଙ୍କ ପାଇଁ ଅଭୁଲା ସ୍ମୃତି ହିଁ ରହିବ। ଆଉ ବିଶେଷ କରି ଯେଉଁ ବିଚାରକୁ ସେ ଆଧାର କରି ଛାତ୍ର ଜୀବନରୁ କାର୍ଯ୍ୟ ଆରମ୍ଭ କରିଥିଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟ ଭାବରେ ଖ୍ରୀଷ୍ଟ ମହାବିଦ୍ୟାଳୟର ସଭାପତି ହେବା ପରଠୁ ତାଙ୍କର ଓକିଲାତି ଜୀବନର କଥା ହେଉ ତାଙ୍କୁ ଟ୍ରେଡ୍ ୟୁନିୟନର ନେତା ଭାବରେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିବାର ହେଉ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିନଠୁ ପ୍ରତିଷ୍ଠାତା ସଦସ୍ୟ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ସେହି ଦିନଠୁ ଯେତେ ଓଡ଼ିଶାର କୋଣ ଅନୁକୋଣ ଭାରତୀୟ ଜନତା ପାର୍ଟିର ଯେତେ ପ୍ରକାର ଦାୟିତ୍ୱ ସେ ସହରର ଦାୟିତ୍ୱ ହେଉ ସେ ରାଜ୍ୟର ଦାୟିତ୍ୱ ହେଉ ସେ ଯୁବ ମୋର୍ଚ୍ଚାର ଦାୟିତ୍ୱ ହେଉ ପ୍ରଦେଶର ଦାୟିତ୍ୱ ହେଉ ବିଭିନ୍ନ ଦାୟିତ୍ୱ ନେଇ ସେ ତାଙ୍କର ଏକ କର୍ମମୟ ଜୀବନ ସେ ଆଜି ସମାପନ ହୋଇଛି। ଏ ନିଶ୍ଚିତ ରୂପେ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ବିଶେଷ କରି କଟକବାସୀଙ୍କର ଯେଉଁ ସେବା କରିବାର ସୁଯୋଗ ପାଇଥିଲେ ତା ଫଳରେ ଯେଉଁ 10 ବର୍ଷ ଧରି ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ ସେ ନଗର ଉନ୍ନୟନ ବିଭାଗ ହେଉ ପେନସନ ବିଭାଗ ହେଉ ପେନସନ ଓ ଗ୍ରିଭାନ୍ସ ନଗର ଉନ୍ନୟନ ହେଉ ଉଚ୍ଚଶିକ୍ଷା ବିଭାଗ ହେଉ ସେଥିରେ ମଧ୍ୟ ତାଙ୍କ ପାରଦର୍ଶିତା ଦେଖାଇଥିଲେ। ଆଜି କଟକର ଯେଉଁ ବିକାଶର ମୂଳଦୁଆ ଯଦି କୁହାଯିବ ସେ ତାକୁ ସେ ପକାଇଥିଲେ ତାଙ୍କ ବିଧାନସଭା କ୍ଷେତ୍ର ବୋଲି ଅଧିକା ଭାବରେ ଏବଂ ସେହିଭଳି ଭାବରେ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ନେଲାବେଳେ ରେଭେନ୍ସା ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ଘୋଷଣା କରିବା ତା ପାଇଁ ଆଇନ ପାରିତ କରିବା ବିଧାନସଭାରେ ଏବଂ ବିଶେଷ କରି ଛାତ୍ରମାନଙ୍କୁ ଯେଉଁଭଳି ଭାବରେ ଡ୍ରେସ୍ କୋଡ୍ ପ୍ରଣୟନ କରି ପିଲାଙ୍କୁ ପୋଷାକ ପିନ୍ଧେଇ କଲେଜରେ ଏକ ସମାନତା ଆଣିଥିଲେ ଇଏ ତାଙ୍କର ଯେଉଁ ବିଚାର ତାଙ୍କର ଯେଉଁ ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲା ଇଏ ନିଶ୍ଚିତ ରୂପେ ସମସ୍ତଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିବ।